ଋତ ଚାରି ପର୍ବ। ଏଥି ଉତ୍ତାରୁ ବୋୟଜ ନଗର ଦ୍ୱାରକୁ ଯାଇ ସେଠାରେ ବସିଲା। ତହିଁରେ ଦେଖ, ସେ ଯେଉଁ ମୁକ୍ତିକର୍ତ୍ତା ଜ୍ଞାତି ବିଷୟ କହିଥିଲା, ସେ ସେଠାକୁ ଆସନ୍ତେ ବୋୟଜ ତାହାକୁ ଡାକି କହିଲା, ହେ ବନ୍ଧୁ, ଏଠିକି ଆସି ବସ। ଏଣୁ ସେ ଆସି ସେଠାରେ ବସିଲା। ତହୁଁ ସେ ନଗରସ୍ଥ 10 ଜଣ ପ୍ରାଚୀନଙ୍କୁ ନେଇ କହିଲା, ତୁମେମାନେ ଏଠାରେ ବସ। ତେଣୁ ସେମାନେ ବସିଲେ। ଏଥିରେ ବୋୟଜ ସେ ମୁକ୍ତିକର୍ତ୍ତା ଜ୍ଞାତିକି କହିଲା, ଆମ୍ଭମାନଙ୍କ ଭ୍ରାତା ଏଲିମେଲକର ଯେଉଁ ଭୂମିଖଣ୍ଡ ଥିଲା, ତାହା ମୋଆବ ଦେଶରୁ ବାହୁଡ଼ି ଆସିଥିବା ନୟମୀ ବିକ୍ରୟ କରୁଅଛି। ଏଣୁ ମୁଁ ତୁମ୍ଭକୁ ଏହା ଜଣାଇବାକୁ ମନସ୍ଥ କଲି। ତୁମ୍ଭେ ନଗର ଦ୍ୱାରରେ ଉପବିଷ୍ଟ ଲୋକମାନଙ୍କ ସାକ୍ଷାତରେ ଓ ଆମ୍ଭବଂଶୀୟ ପ୍ରାଚୀନଗଣର ସାକ୍ଷାତରେ ତାହା କ୍ରୟ କର। ଯେବେ ତୁମେ ମୁକ୍ତ କରିବ, ତେବେ କର। ମାତ୍ର ଯେବେ ନ କରିବ, ତେବେ ମୋତେ ଜଣାଅ। ମୁଁ ଜାଣିବାକୁ ଚାହେଁ, ଯେହେତୁ ତୁମ୍ଭେ ମୁକ୍ତ କଲେ, ଆଉ କେହି କରି ନ ପାରେ, ମାତ୍ର ମୁଁ ତୁମ୍ଭ ଉତ୍ତାରେ ଅଛି। ତହିଁରେ ସେ କହିଲା, ମୁଁ ତାହା ମୁକ୍ତ କରିବି। ତେବେ ବୋୟଜ କହିଲା, ତୁମ୍ଭେ ଯେଉଁଦିନ ନୟମୀର ହସ୍ତରୁ ସେହି କ୍ଷେତ୍ର କିଣିବ, ସେହିଦିନ ମୃତ ଲୋକର ଅଧିକାରରେ ତାହାର ନାମ ରକ୍ଷା କରିବା ନିମନ୍ତେ ତାହାର ଭାର୍ଯ୍ୟା ମୋଆବ ଦେଶିଆ ଋତଠାରୁ ହିଁ ତାହା କିଣିବାକୁ ହେବ। ଏଥିରେ ସେ ମୁକ୍ତିକର୍ତ୍ତା ଜ୍ଞାତି କହିଲା, ମୁଁ ଆପଣା ନିମନ୍ତେ ତାହା ମୁକ୍ତ କରି ନ ପାରେ। ତାହା କଲେ ମୋହର ନିଜ ଅଧିକାରର କ୍ଷତି ହେବ। ତୁମେ ମୋହର ମୁକ୍ତି କରିବା କ୍ଷମତା ନିଅ, କାରଣ ମୁଁ ମୁକ୍ତ କରି ନ ପାରେ। ମୁକ୍ତି ଓ ପାଲଟ ବିଷୟକ ସବୁ ବିଷୟ କଥା ସ୍ଥିର କରିବା ପାଇଁ ପୂର୍ବ କାଳରେ ଇସ୍ରାଏଲ ବଂଶର ଏହି ରୂପ ରୀତି ଥିଲା, ଯେ ଜଣେ ଆପଣା ପାଦୁକା କାଢ଼ି ଆନ ଜଣକୁ ଦେଲା, ଆଉ ସେ ଏହା ଇସ୍ରାଏଲ ମଧ୍ୟରେ ସାକ୍ଷ୍ୟ ସ୍ୱରୂପ ହେଲା। ଏଣୁ ସେ ମୁକ୍ତିକର୍ତ୍ତା ଜ୍ଞାତି ଯେତେବେଳେ ବୋୟଜକୁ କହିଲା, ତୁମେ ଆପେ ତାହା କିଣ, ସେତେବେଳେ ସେ ଆପଣା ପାଦୁକା କାଢ଼ି ଦେଲା। ତେଣୁ ବୋୟଜ ପ୍ରାଚୀନଗଣକୁ ଓ ସମସ୍ତ ଲୋକଙ୍କୁ କହିଲା, ଏଲିମେଲକର ଯାହା ଯାହା ଥିଲା ଓ କିଲିଅନର ଓ ମହଲୋନର ଯାହା ଯାହା ଥିଲା, ତାହା ମୁଁ ଆଜି ନୟମୀଠାରୁ କ୍ରୟ କଲି। ଏ ବିଷୟରେ ତୁମେମାନେ ଆଜି ମୋର ସାକ୍ଷୀ ହେଲ। ଆହୁରି ଆପଣା ଭାତୃଗଣ ମଧ୍ୟରୁ ଓ ଆପଣା ବସତି ସ୍ଥାନର ଦ୍ୱାରରୁ ସେହି ମୃତ ବ୍ୟକ୍ତିର ନାମ ଯେପରି ଲୋପ ନ ହେବ, ଏଥିପାଇଁ ସେହି ମୃତ ଲୋକର ଅଧିକାରରେ ତାହାର ନାମ ରକ୍ଷା କରିବା ପାଇଁ ମୁଁ ମହଲୋନର ଭାର୍ଯ୍ୟା ମୋଆବ ଦେଶିଆ ଋତକୁ ଆପଣା ଭାର୍ଯ୍ୟା ରୂପେ ଲାଭ କଲି। ଆଜି ତୁମେମାନେ ଏ ବିଷୟରେ ସାକ୍ଷୀ ହେଲ। ତହିଁରେ ନଗର ଦ୍ୱାରବର୍ତ୍ତୀ ସମସ୍ତ ଲୋକ ଓ ପ୍ରାଚୀନଗଣ କହିଲେ, ଆମ୍ଭେମାନେ ସାକ୍ଷୀ ହେଲୁ। ସଦାପ୍ରଭୁ ଇସ୍ରାଏଲ ବଂଶର ବୃଦ୍ଧକାରିଣୀ ରାହେଲ ଓ ଲେୟା, ଦୁଇ ସ୍ତ୍ରୀର ତୁଲ୍ୟ, ତୁମ୍ଭ ଗୃହକୁ ଆଗତା ଏହି ସ୍ତ୍ରୀ କି କରନ୍ତୁ। ଆଉ ତୁମ୍ଭେ ଏଫ୍ରାଥାରେ ବିକ୍ରମଶାଳୀ ହୁଅ ଓ ବୈଥଲେହେମରେ ତୁମର ସୁଖ୍ୟାତି ହେଉ। ସଦାପ୍ରଭୁ ଏହି ଯୁବତୀ ଦ୍ୱାରା ତୁମକୁ ଯେଉଁ ସନ୍ତାନ ଦେବେ, ତାହାଦ୍ୱାରା ତୁମର ବଂଶ ତାମର ଗର୍ଭରେ ଜିହୁଦାର ଜନିତ ପେରସର ବଂଶତୁଲ୍ୟ ହେଉ। ଏ ରୂପେ ବୋୟଜ ଋତକୁ ବିବାହ କରନ୍ତେ ସେ ତାହାର ଭାର୍ଯ୍ୟା ହେଲା। ପୁଣି ତାହାର ସହବାସ କରନ୍ତେ ସେ ସଦାପ୍ରଭୁଙ୍କଠାରୁ ଗର୍ଭଧାରଣ ଶକ୍ତି ପାଇଁ ପୁତ୍ର ପ୍ରସବ କଲା। ଏଣୁ ସ୍ତ୍ରୀମାନେ ନୟମୀକି କହିଲେ, ଧନ୍ୟ ସଦାପ୍ରଭୁ, ସେ ଆଜି ତୁମ୍ଭକୁ ମୁକ୍ତିକର୍ତ୍ତା ଜ୍ଞାତିହୀନ କରିନାହାନ୍ତି। ଇସ୍ରାଏଲ ବଂଶରେ ଏହି ବାଳକର ନାମ ବିଖ୍ୟାତ ହେଉ। ପୁଣି ସେ ତୁମ୍ଭର ପ୍ରାଣ ସଜୀବକାରୀ ଓ ତୁମ୍ଭର ବୃଦ୍ଧାବସ୍ଥାରେ ତୁମର ପ୍ରତିପାଳକ ହେବ। ଯେହେତୁ ଯେ ତୁମକୁ ପ୍ରେମ କରେ ଓ 7 ପୁତ୍ରଠାରୁ ତୁମ୍ଭ ପ୍ରତି ଅଧିକ ଉତ୍ତମା, ଯେ ତୁମର ପୁତ୍ରବଧୂ, ସେ ତାହାକୁ ପ୍ରସବ କରିଅଛି। ସେତେବେଳେ ନୟମୀ ବାଳକକୁ ଘେନି ଆପଣା କୋଳରେ ରଖିଲା ଓ ତାହାକୁ ପ୍ରତିପାଳନ କଲା। ଏ ଉତ୍ତାରୁ ନୟମୀର ଏକ ପୁତ୍ର ଜନ୍ମିଅଛି। ଏହି କଥା କହି ପ୍ରତିବାସିନୀ ସ୍ତ୍ରୀମାନେ ତାହାର ନାମକରଣ କଲେ। ସେମାନେ ତାହାର ନାମ ଓବେଦ ସେବକ ରଖିଲେ। ସେ ଦାଉଦର ପିତାମହ ଯିସିର ପିତା। ପେରସର ବଂଶାବଳୀ ଏହି। ପେରସର ପୁତ୍ର ହିସ୍ରୋନ, ହିସ୍ରୋନର ପୁତ୍ର ଅରାମ ଓ ଅରାମର ପୁତ୍ର ଅମିନାଦବ ଓ ଅମିନାଦବର ପୁତ୍ର ନହଶୋନ ଓ ନହଶୋନର ପୁତ୍ର ସଲୋମୋନ ଓ ସଲୋମୋନର ପୁତ୍ର ବୋୟଜ ଓ ବୋୟଜର ପୁତ୍ର ଓବେଦ ଓ ଓବେଦର ପୁତ୍ର ଯିସି ଓ ଯିସିର ପୁତ୍ର ଦାଉଦ।